ହିନ୍ଦୋଳରେ ଆରମ୍ଭ ହେଲା ଶିଶୁ ଅଧିକାର ଓ ସୁରକ୍ଷା ମହାଅଭିଯାନ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ କ୍ଲଷ୍ଟର ପାଇକପୁରୁଣା କୋଟ ଗ୍ରାମ ପଞ୍ଚାୟତର କଙ୍କାଳୁ ଗ୍ରାମରେ ଶିଶୁ ଅଧିକାର ଓ ସୁରକ୍ଷା ମହାଅଭିଯାନ ଯାତ୍ରା ପାଳନ କରାଯାଇଛି। ଆସ ପାୟର ହିନ୍ଦୋଳ ସହାୟକ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଶିଶୁ ଅଧିକାର ସୁରକ୍ଷା ମହାଅଭିଯାନ ଯାତ୍ରାଗତ 14 ନଭେମ୍ବର 2025ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଇକପୁରୁଣା କୋଟ ପଞ୍ଚାୟତରେ ଏହି ଅଧିକାର ସୁରକ୍ଷା ମହାଅଭିଯାନ ଯାତ୍ରା ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ଶିଶୁ ଅଧିକାର ସୁରକ୍ଷା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ ଯୋଗଦାନ କରିଥିଲେ। ପଞ୍ଚାୟତର ୱାର୍ଡ ସଦସ୍ୟା, ଗ୍ରାମର ଅଙ୍ଗନବାଡି ଦିଦି, ଜିଆରପିଏଫ୍ ସଦସ୍ୟା, ୟୁଥ୍, ଏସଏଚଜି ଗ୍ରୁପର ସଦସ୍ୟ, ଏସଏଏସଏସ୍ ମେମ୍ବର, ପାଇକପୁରୁଣା କୋଟ ପଞ୍ଚାୟତର ଜିପିସିଏମ୍ ସୁଶ୍ରୀ ସଂଘମିତ୍ରା ବେହେରା, କ୍ଲଷ୍ଟର ଶ୍ରୀମତୀ ଦୀପାସ୍ମିତା ସାହୁ, କ୍ଲଷ୍ଟର ଅନ୍ୟ କର୍ମକର୍ତ୍ତାଙ୍କ ସହିତ କ୍ଲଷ୍ଟର ସିଏଫ୍ ଶ୍ରୀମାନ ପ୍ରତାପ କୁମାର ବେହେରା ଯୋଗ ଦେଇଥିଲେ। ଏହି ମହାଯାତ୍ରା 14 ନଭେମ୍ବର ଠାରୁ 20 ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଳିତ ହେବ ଏବଂ ପରିଶେଷରେ ହସ୍ତଗତ ଅଭିଯାନ ଓ ଶିଶୁ ଶ୍ରମିକ ମୁକ୍ତ, ବାଲ୍ୟବିବାହ ମୁକ୍ତ ପାଇଁ ଶପଥ ପାଠ କରାଯାଇଥିଲା। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।